ଆଜିର ରାଶିଫଳ। ଫେବୃଆରୀ ମାସ 21 ତାରିଖ ଶନିବାର, ଫାଲ୍ଗୁନ ମାସ ଶୁକ୍ଳପକ୍ଷ, ତିଥି ଚତୁର୍ଥୀ, ଦିବା 12ଟା 51 ଗତେ ପଞ୍ଚମୀ, ନକ୍ଷତ୍ର ରେବତୀ, ରାତ୍ରି 7ଟା 33 ଗତେ ଅଶ୍ୱିନୀ, ଚନ୍ଦ୍ର ମୀନ, ରାତ୍ରି 7ଟା 33 ଗତେ ମେଷ, ଯୋଗ ଶୁଭ। ଆଜିର ସୂର୍ଯ୍ୟୋଦୟ ସମୟ 6ଟା 16, ସୂର୍ଯ୍ୟାସ୍ତ ସମୟ 5ଟା 45। ଧନୁ ରାଶିର ଘାତ ଚନ୍ଦ୍ର ବୃଷ, ସିଂହ ଓ କନ୍ୟା ରାଶିର ଘାତ ବାର। ଆଜିର କାଳବେଳା ଦିବା 7ଟା 40 ମଧ୍ୟ ଓ ଦିବା 4ଟା 20 ଗତେ 5ଟା 45 ମଧ୍ୟ। ବାର ବେଳା ଦିବା 1ଟା 28 ଗତେ 2ଟା 55 ମଧ୍ୟ। ବିଶୁଦ୍ଧ ଅମୃତ ବେଳା ଦିବା 10ଟା 15 ଗତେ 1ଟା 25 ମଧ୍ୟ। ରାତ୍ରି 8ଟା 7 ଗତେ 10ଟା 32 ମଧ୍ୟ। ରାତ୍ରି 12ଟା 20 ଗତେ 1ଟା 39 ମଧ୍ୟ। ବିଶୁଦ୍ଧ ମହେନ୍ଦ୍ର ବେଳା ନାସ୍ତି। ଆଜି ମୂଳା ଖାଇବା ଦେହ ପ୍ରତି ହାନିକାରକ ହୋଇଥାଏ। ଚାଲନ୍ତୁ 12ଗୋଟି ରାଶି ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ବାଣିଜ୍ୟ ବ୍ୟବସାୟୀ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ଉନ୍ନତି, ସମସ୍ତ କର୍ମ ଆଶାତୀତ ସଫଳ ପାଇବେ। ନୂତନ କାର୍ଯ୍ୟାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ସହକର୍ମୀ ଓ ପରିବାର ସମସ୍ତ ସଦସ୍ୟ ସାହାଯ୍ୟ ସହାନୁଭୂତିରେ ହାତ ବଢ଼ାଇବେ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ କର୍ମରେ ପରିଶ୍ରମ ଜାରି ରଖିବେ। ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ବାଣିଜ୍ୟ ବ୍ୟବସାୟୀର ଅଳ୍ପ ସ୍ୱଳ୍ପ ରହିବ। କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର, କର୍ମଚାରୀଙ୍କ ରୁଷରେ ଶିକାର ହେବେ। ବାପା ମାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ। ପରିବାର ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି। ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ। ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ। ବାଣିଜ୍ୟ ବ୍ୟବସାୟୀରେ ଆୟ ମଧ୍ୟମ ହେବ। କର୍ମ ପ୍ରତି ଅନାଗ୍ରହ, ଆଳସ୍ୟତା ପ୍ରକାଶ ପାଇବ। ମନର ଅସ୍ଥିର ରହିବ। ପରିବାର ବିବାଦ ଦେଖାଦେବ। ସମସ୍ତ କର୍ମ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ। ବିଦ୍ୟାର୍ଥୀ କ୍ରୀଡ଼ାବିତ ସ୍ୱକର୍ମରେ ଅବହେଳା କରିବେ। ମହିଳାମାନେ ବିଷାଦଗ୍ରସ୍ତ ହେବେ। ସେହିଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ। ବାଣିଜ୍ୟ ବ୍ୟବସାୟୀ ଓ ପରିବହନ ଆୟ ମଧ୍ୟମ ରହିବ। କର୍ମସ୍ଥାନରୁ ଉଚ୍ଚ ପ୍ରଶଂସିତ ହେବେ। ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ। ସହଧର୍ମିଣୀଙ୍କ ସହଯୋଗ ପାଇବେ। ସ୍ତ୍ରୀ ଓ ହେତୁକ ଧନ ପ୍ରାପ୍ତିର ଯୋଗ ରହିଛି। ବିଦ୍ୟାର୍ଥୀ କ୍ରୀଡ଼ାବିତ ଅସ୍ଥିର ମନ ହେବ। ମହିଳାମାନେ ସ୍ୱାମୀଙ୍କ ସେବା ଓ ପରିବାର ସେବାରେ ଦିନଟି ବିତାଇବେ। ସେହିଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାରେ ସମ୍ଭାବନା ରହିଛି। ବାଦ ବିବାଦ ପ୍ରତି ସତର୍କ ରହିବେ। ଗ୍ୟାସ୍ ହିଟର ବ୍ୟବହାର କାଳରେ ସାବଧାନ ରହିବେ। ବାଣିଜ୍ୟ ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ। କର୍ମରେ ଆଳସ୍ୟତା ଏବଂ ଅନାଗ୍ରହ ଭାବ ପ୍ରକାଶ ପାଇବ। ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ। ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ କ୍ରୀଡ଼ାବିତ କର୍ମ ପ୍ରତି ଅନାଗ୍ରହ ହେବ। ମହିଳାମାନେ ଗୁରୁଜନଙ୍କ ସହ ବିବାଦ ହେବ। ସେହିଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ। ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର କନ୍ୟା ଅବଜ୍ଞା କରିବେ। ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ। ବାଣିଜ୍ୟ ବ୍ୟବସାୟୀରେ ଆୟ ମଧ୍ୟମ ହେବ। କର୍ମସ୍ଥାନ ବାଧାବିଘ୍ନ ଏବଂ ସହକର୍ମୀ ଉପରିସ୍ଥ କର୍ମୀ ଅପମାନ ଦେଇପାରନ୍ତି। ବାପା ମାଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ବିଦ୍ୟାର୍ଥୀ କ୍ରୀଡ଼ାବିତ କର୍ମରେ ଅବହେଳା କରିବେ। ମହିଳାମାନେ ପରିବାରର ଅସମ୍ମାନିତ ହେବେ। ସେହିଭଳି ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ। ବନ୍ଧୁବାନ୍ଧବ, ସହକର୍ମୀ, ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଓ ସହଯୋଗ ପାଇବେ। ବ୍ୟବସାୟୀରେ ଆୟ ମଧ୍ୟମ ହେବ। କର୍ମସ୍ଥାନରେ ପ୍ରଶଂସିତ ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି ଓ କିମ୍ବା ଯାନବାହନ କ୍ରୟ କରିପାରନ୍ତି। ବିଦ୍ୟାର୍ଥୀ କ୍ରୀଡ଼ାବିତ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ। ସେହିଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ। କର୍ମ ପ୍ରତି ଆଗ୍ରହ, ଏକାଗ୍ରତା, ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମର ଆଶାତୀତ ସଫଳତା ପାଇବ। ବାଣିଜ୍ୟ ବ୍ୟବସାୟୀ ଓ ପରିବହନ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭାତୃ ଭଗିନୀଙ୍କ ସାହାଯ୍ୟ ଏବଂ ପରିବାର ସାହାଯ୍ୟ ପାଇବେ। ସେହିଭଳି ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ। ଆର୍ଥିକ କ୍ଷତି, ବାଣିଜ୍ୟ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ, ବିଘ୍ନ ସୃଷ୍ଟି ହେବ। ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଇଯାଇପାରେ। ଧନକୁ ନେଇ ବିବାଦ, ପରିବାର ଅଶାନ୍ତି ଦେଖାଦେବ। ବିଦ୍ୟାର୍ଥୀ କ୍ରୀଡ଼ାବିତ ଅସ୍ଥିର ମନ ହେବ। ମହିଳାମାନେ ବଧଖର୍ଚ୍ଚୀ ହେବେ। ସେହିଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ। ବ୍ୟୟ ହେଲେ ମଧ୍ୟ ଆଜି ଦିନର ସୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ। ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ ବ୍ୟବସାୟରେ ଆୟ ମଧ୍ୟମ ହେବ। କର୍ମରେ କିଛି ବିଘ୍ନ ଘଟିପାରେ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ କର୍ମରେ ପ୍ରଶଂସିତ ହେବେ। ମହିଳାମାନେ ପରିବାର ଆଦର ପାଇବେ।
ସେଇଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ। ବାଣିଜ୍ୟ ବ୍ୟବସାୟୀରେ ଆୟ ଅଧିକ ହେବ, ବ୍ୟୟ ଭାର କମ୍ ରହିବ, ହୃତଧନ ଫେରି ପାଇବେ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ କର୍ମରେ ଆଗ୍ରହୀ ହେବେ। ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ। ଶେଷ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ କର୍ମରେ ଉନ୍ନତି ଓ ସଫଳତା ପାଇବେ। ବାଣିଜ୍ୟ ବ୍ୟବସାୟୀ ପରିବହନ ଆୟ ଉତ୍ତମ ହେବ। ଆକସ୍ମିକ ଧନ ଲାଭ ଓ କୌଣସି ସୂତ୍ରରୁ ଧନ ପ୍ରାପ୍ତିର ଯୋଗ ରହିଛି। ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା ରହିବ। ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବ। ମହିଳାମାନେ ଆନନ୍ଦିତ ହେବେ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ କରି ବେଲ୍ ଆଇକନ୍ ଦେବେ।